ଶିଖିବା କିଛି ନୂଆ ଜାଣିବା କିନ୍ତୁ ବୁଝିବା ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ୱେଷ୍ଟ ଏସିଆର ଲ୍ୟାଣ୍ଡମାର୍କସ୍ ବିଷୟରେ କଥା ହେବା। ପଶ୍ଚିମ ଏସିଆର ଐତିହାସିକ ସାଂସ୍କୃତିକ କୀର୍ତ୍ତିରାଜି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରେ। ଏହି ଅଞ୍ଚଳ ବିଶ୍ୱର ପ୍ରାଚୀନ ସଭ୍ୟତା ଓ ପ୍ରମୁଖ ଧର୍ମଗୁଡ଼ିକର ଜନ୍ମସ୍ଥାନ ହୋଇଥିବାରୁ ଏଠାରେ ଅନେକ ବିସ୍ମୟକର ସ୍ଥାପତ୍ୟ ଦେଖିବାକୁ ମିଳେ। ପଶ୍ଚିମ ଏସିଆର ପ୍ରମୁଖ ମାଇଲଖୁଣ୍ଟ କୀର୍ତ୍ତିରାଜିଗୁଡ଼ିକ ହେଲା ପଶ୍ଚିମ ଏସିଆ ବା ମଧ୍ୟ ପ୍ରାଚ୍ୟ ଅଞ୍ଚଳର ଇତିହାସ, ସଂସ୍କୃତି ଏବଂ ଆଧୁନିକତାର ଏକ ଅପୂର୍ବ ସମନ୍ୱୟ। ଏହି ଭୂଭାଗରେ ଏମିତି ଅନେକ କୀର୍ତ୍ତିରାଜି ରହିଛି ଯାହା ମାନବ ସଭ୍ୟତାର ଶ୍ରେଷ୍ଠତାର ପ୍ରମାଣ ଦିଏ। ଏହି ଅଞ୍ଚଳରେ ସବୁଠାରୁ ପ୍ରସିଦ୍ଧ ଐତିହାସିକ ସ୍ଥଳ ହେଉଛି ଜର୍ଡାନର ପେଟ୍ରା। ପଥର କାଟି ନିର୍ମିତ ଏହି ପ୍ରାଚୀନ ସହରକୁ ଗୋଲାପୀ ସହର ବା ରୋଜ୍ ସିଟି କୁହାଯାଏ। ଏହା ବିଶ୍ୱର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଏବଂ ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିଲେ ପ୍ରାଚୀନ ଇଞ୍ଜିନିୟରିଂ କୌଶଳର ଅଭୂତପୂର୍ବ ନିଦର୍ଶନ ମିଳେ। ସେହିପରି ସାଉଦି ଆରବର ମକ୍କା ଓ ମଦିନା ମୁସଲମାନ ଧର୍ମ ବିଶ୍ୱାସୀଙ୍କ ପାଇଁ ପବିତ୍ରତମ ସ୍ଥଳ। ଏଠାରେ ଥିବା କାବା ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ କେନ୍ଦ୍ର। ଅନ୍ୟପଟେ ଜେରୁସାଲେମ ସହରରେ ଅବସ୍ଥିତ ଡୋମ୍ ଅଫ୍ ଦି ରକ୍ ଏହାର ସୁବର୍ଣ୍ଣ ଗମ୍ବୁଜ ପାଇଁ ବିଶ୍ୱବିଦିତ। ଏହା କେବଳ ଏକ ଧାର୍ମିକ ସ୍ଥଳ ନୁହେଁ ବରଂ ଇସଲାମିକ ସ୍ଥାପତ୍ୟ କଳାର ଏକ ଉତ୍କୃଷ୍ଟ ଉଦାହରଣ। ଇତିହାସ ବ୍ୟତୀତ ପଶ୍ଚିମ ଏସିଆ ଆଧୁନିକ ସ୍ଥାପତ୍ୟରେ ମଧ୍ୟ ବିଶ୍ୱକୁ ଚକିତ କରିଛି। ଦୁବାଇର ବୁର୍ଜ ଖଲିଫା ବର୍ତ୍ତମାନ ବିଶ୍ୱର ସବୁଠାରୁ ଉଚ୍ଚତମ ଅଟ୍ଟାଳିକା। ଏହା ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳରେ ଏକ ବିରାଟ ସଫଳତା। ସେହିପରି ଆବୁଧାବିର ଶେଖ୍ ଜାୟେଦ ଗ୍ରାଣ୍ଡ ମସଜିଦ ଏହାର ଶ୍ୱେତ ମର୍ମର ପଥର ଏବଂ ସୁନ୍ଦର କାରୁକାର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଇରାକର ପ୍ରାଚୀନ ବାବିଲୋନ ଝୁଲନ୍ତା ବଗିଚା ହେଉ କିମ୍ବା ଇରାନର ପ୍ରସିଦ୍ଧ ପର୍ସେପୋଲିସ୍ ପଶ୍ଚିମ ଏସିଆର ପ୍ରତିଟି ପଥରରେ ଇତିହାସର କାହାଣୀ ଲୁଚି ରହିଛି। ସଂକ୍ଷେପରେ କହିବାକୁ ଗଲେ ପଶ୍ଚିମ ଏସିଆର ଏହି ସ୍ଥାପତ୍ୟ ଗୁଡ଼ିକ କେବଳ ପଥର କିମ୍ବା ସିମେଣ୍ଟର ଗଠନ ନୁହନ୍ତି ବରଂ ଏହା ମାନବ ଜାତିର ସଂଘର୍ଷ, ବିଶ୍ୱାସ ଏବଂ ସୃଜନଶୀଳତାର ଜୟଗାନ। ଏହି ସ୍ଥଳଗୁଡ଼ିକ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ୱ ଐତିହ୍ୟର ସୁରକ୍ଷା ପାଇଁ ଆମକୁ ପ୍ରେରଣା ଦିଅନ୍ତି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ ଯଦି ଡାଉଟ୍ ଅଛି କମେଣ୍ଟ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି ଦେଖା ହବ ଆଗ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦେବ। ବାଏ।